ଓଡ଼ିଶା ସାଧାରଣ ଜ୍ଞାନ କ୍ଲାସ୍କୁ ମୁଁ ସମସ୍ତଙ୍କୁ ସ୍ୱାଗତ କରିଛି। ଆଜିର କ୍ଲାସ୍ରେ ଓଡ଼ିଶାର ମହାପୁରୁଷମାନଙ୍କ ବିଷୟରେ ପଢ଼ିବା। ଚାଲ କ୍ଲାସ୍ଟିକୁ ଆରମ୍ଭ କରିବା। ଆଜିର ପ୍ରଥମ ପ୍ରଶ୍ନ ହେଉଛି, କିଏ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କରିଥିଲେ? କ. ଫକୀରମୋହନ ସେନାପତି, ଖ. ମଧୁସୂଦନ ଦାସ, ଗ. ଗୋପବନ୍ଧୁ ଦାସ, ଘ. ବିଶ୍ୱନାଥ ଦାସ। ଏହାର ସଠିକ୍ ଉତ୍ତର ହେଉଛି ଖ. ମଧୁସୂଦନ ଦାସ। ମଧୁସୂଦନ ଦାସ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କରିଥିଲେ। ଆଜିର ପରବର୍ତ୍ତୀ ପ୍ରଶ୍ନ ହେଉଛି, ସତ୍ୟବାଦୀ ବନ ବିଦ୍ୟାଳୟ କିଏ ପ୍ରତିଷ୍ଠା କରିଥିଲେ? କ. ଗୋପବନ୍ଧୁ ଦାସ, ଖ. ବିଶ୍ୱନାଥ ଦାସ, ଗ. ନୀଳକଣ୍ଠ ଦାସ, ଘ. ମଧୁସୂଦନ ଦାସ। ଏହାର ସଠିକ୍ ଉତ୍ତର ହେଉଛି କ. ଗୋପବନ୍ଧୁ ଦାସ। ଗୋପବନ୍ଧୁ ଦାସ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ଆଜିର ପରବର୍ତ୍ତୀ ପ୍ରଶ୍ନ ହେଉଛି, କିଏ ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିଲେ? କ. ଫକୀରମୋହନ ସେନାପତି, ଖ. ମଧୁସୂଦନ ଦାସ, ଗ. ନୀଳକଣ୍ଠ ଦାସ, ଘ. ବିଶ୍ୱନାଥ ଦାସ। ଏହାର ସଠିକ୍ ଉତ୍ତର ହେଉଛି ନୀଳକଣ୍ଠ ଦାସ। ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀଳକଣ୍ଠ ଦାସ ଥିଲେ। ଆଜିର ପରବର୍ତ୍ତୀ ପ୍ରଶ୍ନ ହେଉଛି, କିଏ ଉତ୍ତରପ୍ରଦେଶର ରାଜ୍ୟପାଳ ଥିଲେ? କ. ମଧୁସୂଦନ ଦାସ, ଖ. ବିଶ୍ୱନାଥ ଦାସ, ଗ. ନୀଳକଣ୍ଠ ଦାସ, ଘ. ଗୋପବନ୍ଧୁ ଦାସ। ଏହାର ସଠିକ୍ ଉତ୍ତର ହେଉଛି ଖ. ବିଶ୍ୱନାଥ ଦାସ। ବିଶ୍ୱନାଥ ଦାସ ଉତ୍ତରପ୍ରଦେଶର ରାଜ୍ୟପାଳ ଥିଲେ। ଆଜିର ପରବର୍ତ୍ତୀ ପ୍ରଶ୍ନ ହେଉଛି, ପ୍ରଥମ ଗୋଲଟେବୁଲ ବୈଠକରେ କିଏ ଯୋଗଦାନ ଦେଇଥିଲେ? କ. ମଧୁସୂଦନ ଦାସ, ଖ. ବିଜୁ ପଟ୍ଟନାୟକ, ଗ. ଗୋପବନ୍ଧୁ ଦାସ, ଘ. ଗଜପତି ମହାରାଜା କୃଷ୍ଣଚନ୍ଦ୍ର ଦେବ। ଏହାର ସଠିକ୍ ଉତ୍ତର ହେଉଛି ଘ. ଗଜପତି ମହାରାଜା କୃଷ୍ଣଚନ୍ଦ୍ର ଦେବ ପ୍ରଥମ ଗୋଲଟେବୁଲ ବୈଠକରେ ଯୋଗଦାନ ଦେଇଥିଲେ। ଆଜିର ପରବର୍ତ୍ତୀ ପ୍ରଶ୍ନ ହେଉଛି, କିଏ ପ୍ରଥମେ ସମୁଦ୍ର ଅତିକ୍ରମ କରି ବିଦେଶ ଯାଇଥିଲେ? କ. ମଧୁସୂଦନ ଦାସ, ଖ. ବିଜୁ ପଟ୍ଟନାୟକ, ଗ. ଗୋପବନ୍ଧୁ ଦାସ, ଘ. ଗଜପତି ମହାରାଜା କୃଷ୍ଣଦେବ। ଏହାର ସଠିକ୍ ଉତ୍ତର ହେଉଛି କ. ମଧୁସୂଦନ ଦାସ। ମଧୁସୂଦନ ଦାସ ପ୍ରଥମେ ସମୁଦ୍ର ଅତିକ୍ରମ କରି ବିଦେଶକୁ ଯାଇଥିଲେ। ଆଜିର ପରବର୍ତ୍ତୀ ପ୍ରଶ୍ନ ହେଉଛି, ଆଧୁନିକ ଓଡ଼ିଶାର ପିତା କିଏ? କ. ନବୀନ ପଟ୍ଟନାୟକ, ଖ. ବିଜୁ ପଟ୍ଟନାୟକ, ଗ. ହରେକୃଷ୍ଣ ମହତାବ, ଘ. ଗଜପତି ମହାରାଜା କୃଷ୍ଣଚନ୍ଦ୍ର ଦେବ। ଏହାର ସଠିକ୍ ଉତ୍ତର ହେଉଛି ଘ. ଗଜପତି ମହାରାଜା କୃଷ୍ଣଚନ୍ଦ୍ର ଦେବ ହେଉଛନ୍ତି ଆଧୁନିକ ଓଡ଼ିଶାର ପିତା। ଆଜିର ପରବର୍ତ୍ତୀ ପ୍ରଶ୍ନ ହେଉଛି, ଗଜପତି ମହାରାଜା କୃଷ୍ଣଚନ୍ଦ୍ର ଦେବକୁ କିଏ ଆଧୁନିକ ଓଡ଼ିଶାର ପିତା ଆଖ୍ୟା ଦେଇଥିଲେ? କ. ମଧୁସୂଦନ ଦାସ, ଖ. ଗୋପବନ୍ଧୁ ଦାସ, ଗ. ନୀଳକଣ୍ଠ ଦାସ, ଘ. ବିଶ୍ୱନାଥ ଦାସ। ଏହାର ସଠିକ୍ ଉତ୍ତର ହେଉଛି କ. ମଧୁସୂଦନ ଦାସ। ମଧୁସୂଦନ ଦାସ ଗଜପତି ମହାରାଜା କୃଷ୍ଣଚନ୍ଦ୍ର ଦେବକୁ ଆଧୁନିକ ଓଡ଼ିଶାର ପିତାର ଆଖ୍ୟା ଦେଇଥିଲେ। ଆଜିର ପରବର୍ତ୍ତୀ ପ୍ରଶ୍ନ ହେଉଛି, କିଏ ଖଡ଼ିଆରର ରାଜା ଥିଲେ? କ. ରାଜା କୃଷ୍ଣଚନ୍ଦ୍ର ଦେବ, ଖ. ରାଜା ଆର୍ତ୍ତତ୍ରାଣ ଦେବ, ଗ. ରାଜା ମୁକୁନ୍ଦ ଦେବ, ଘ. ରାଜା ରାଜେନ୍ଦ୍ର ଦେବ। ଏହାର ସଠିକ୍ ଉତ୍ତର ହେଉଛି ଖ. ରାଜା ଆର୍ତ୍ତତ୍ରାଣ ଦେବ। ରାଜା ଆର୍ତ୍ତତ୍ରାଣ ଦେବ ଖଡ଼ିଆରର ରାଜା ଥିଲେ। ଆଜିର ପରବର୍ତ୍ତୀ ପ୍ରଶ୍ନ ହେଉଛି, ଅନ୍ତର୍ଜାତୀୟ କଳିଙ୍ଗ ସମ୍ମାନ କାହାଙ୍କ ସ୍ମୃତିରେ ଦିଆଯାଏ? କ. ବିଜୁ ପଟ୍ଟନାୟକ, ଖ. ନବୀନ ପଟ୍ଟନାୟକ, ଗ. ଗୋପବନ୍ଧୁ ଦାସ, ଘ. ଫକୀରମୋହନ ସେନାପତି। ଏହାର ସଠିକ୍ ଉତ୍ତର ହେଉଛି କ. ବିଜୁ ପଟ୍ଟନାୟକ। ବିଜୁ ପଟ୍ଟନାୟକଙ୍କ ସ୍ମୃତିରେ ଅନ୍ତରାଷ୍ଟ୍ରୀୟ କଳିଙ୍ଗ ସମ୍ମାନ ଆୱାର୍ଡ଼ ଦିଆଯାଏ। ଆଜିର ପରବର୍ତ୍ତୀ ପ୍ରଶ୍ନ ହେଉଛି, ସମ୍ବଲପୁରର କେଉଁ ସ୍ୱାଧୀନତା ସଂଗ୍ରାମୀ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ? କ. ସୁରେନ୍ଦ୍ର ସାଏ, ଖ. ବିର୍ସା ମୁଣ୍ଡା, ଗ. ଚନ୍ଦ୍ରଶେଖର ବେହେରା, ଘ. ବାସୁଦେବ ଦେବ। ଏହାର ସଠିକ୍ ଉତ୍ତର ହେଉଛି ଗ. ଚନ୍ଦ୍ରଶେଖର ବେହେରା। ସମ୍ବଲପୁରର ଚନ୍ଦ୍ରଶେଖର ବେହେରା ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ। ଆଜିର ପରବର୍ତ୍ତୀ ପ୍ରଶ୍ନ ହେଉଛି, ସିଦ୍ଧାର୍ଥ ଦର୍ପଣର ଲେଖକ କିଏ? କ. ଫକୀରମୋହନ ସେନାପତି, ଖ. ଗୋପବନ୍ଧୁ ଦାସ, ଗ. ଗଙ୍ଗାଧର ମେହେର, ଘ. ପଠାଣି ସାମନ୍ତ ଚନ୍ଦ୍ରଶେଖର। ଏହାର ସଠିକ୍ ଉତ୍ତର ହେଉଛି ଘ. ପଠାଣି ସାମନ୍ତ ଚନ୍ଦ୍ରଶେଖର।
ସିଦ୍ଧାନ୍ତ ଦର୍ପଣର ଲେଖକ ହେଉଛନ୍ତି ପଠାଣି ସାମନ୍ତ ଚନ୍ଦ୍ରଶେଖର। ଆଜିର ପରବର୍ତ୍ତୀ ପ୍ରଶ୍ନ ହେଉଛି ଭୂମିପୁତ୍ରର ଆଖ୍ୟା କାହାକୁ ମିଳିଛି? କ ବିଜୁ ପଟ୍ଟନାୟକ, ଖ ଗୋବନ୍ଧୁ ଦାସ, ଗ ମଧୁସୂଦନ ଦାସ, ଘ ମହାରାଜା କୃଷ୍ଣ ଚନ୍ଦ୍ର ଦେବ। ଏହାର ସଠିକ ଉତ୍ତର ହେଉଛି କ ବିଜୁ ପଟ୍ଟନାୟକ। ବିଜୁ ପଟ୍ଟନାୟକଙ୍କୁ ଭୂମିପୁତ୍ରର ଆଖ୍ୟା ମିଳିଛି। ଆଜିର ପରବର୍ତ୍ତୀ ପ୍ରଶ୍ନ ହେଉଛି କିଏ ପ୍ରଜାତନ୍ତ୍ର ପ୍ରଚାର ସମିତି ଗଠନ କରିଥିଲେ? କ ଗୋବନ୍ଧୁ ଦାସ, ଖ ହରେକୃଷ୍ଣ ମହତାବ, ଗ ମଧୁସୂଦନ ଦାସ, ଘ ରାଧାନାଥ ରଥ। ଏହାର ସଠିକ ଉତ୍ତର ହେଉଛି ଖ ହରେକୃଷ୍ଣ ମହତାବ ପ୍ରଜାତନ୍ତ୍ର ପ୍ରଚାର ସମିତି ଗଠନ କରିଥିଲେ। ଆଜିର ପରବର୍ତ୍ତୀ ପ୍ରଶ୍ନ ହେଉଛି ସମାଜ ପତ୍ରିକାର ପ୍ରତିଷ୍ଠାତା କିଏ? କ ଗୋବନ୍ଧୁ ଦାସ, ଖ ହରେକୃଷ୍ଣ ମହତାବ, ଗ ରାଧାନାଥ ରଥ, ଘ ନୀଳକଣ୍ଠ ଦାସ। ଏହାର ସଠିକ ଉତ୍ତର ହେଉଛି ଗ ରାଧାନାଥ ରଥ। ରାଧାନାଥ ରଥ ସମାଜ ପତ୍ରିକା ପ୍ରତିଷ୍ଠା କରିଥିଲେ। ଆଜିର ପରବର୍ତ୍ତୀ ପ୍ରଶ୍ନ ହେଉଛି କିଏ ସେଣ୍ଟ କଲମ୍ବସ୍ କଲେଜ ହଜାରିବାଗରେ ପାଠ ପଢ଼ିଛନ୍ତି? କ ବିଜୁ ପଟ୍ଟନାୟକ, ଖ ରାଜେନ୍ଦ୍ର ନାରାୟଣ ସିଂଦେଓ, ଗ ମଧୁସୂଦନ ଦାସ, ଘ ମହାରାଜା କୃଷ୍ଣଚନ୍ଦ୍ର ଦେବ। ଏହାର ସଠିକ ଉତ୍ତର ହେଉଛି ଖ ରାଜେନ୍ଦ୍ର ନାରାୟଣ ସିଂଦେଓ, ଯିଏକି ସେଣ୍ଟ କଲମ୍ବସ୍ ସ୍କୁଲ ହଜାରିବାଗରେ ପାଠ ପଢ଼ିଛନ୍ତି। ଆଜିର ପରବର୍ତ୍ତୀ ପ୍ରଶ୍ନ ହେଉଛି ଭାରତ ସେବକ ସମାଜର ସଭାପତି କିଏ ଥିଲେ? କ ହରେକୃଷ୍ଣ ମହତାବ, ଖ ମଧୁସୂଦନ ଦାସ, ଗ ରାଜେନ୍ଦ୍ର ନାରାୟଣ ସିଂଦେଓ, ଘ ଡକ୍ଟର ରାଧାନାଥ ରଥ। ଏହାର ସଠିକ ଉତ୍ତର ହେଉଛି ଘ ଡକ୍ଟର ରାଧାନାଥ ରଥ। ଡକ୍ଟର ରାଧାନାଥ ରଥ ଭାରତ ସେବକ ସମାଜର ସଭାପତି ଥିଲେ। ଆଜିର ପରବର୍ତ୍ତୀ ପ୍ରଶ୍ନ ହେଉଛି ଉତ୍କଳ ସମ୍ମିଳନୀର ପ୍ରଥମ ସଭାପତି କିଏ ଥିଲେ? କ ହରେକୃଷ୍ଣ ମହତାବ, ଖ ରାମଚନ୍ଦ୍ର ଭଞ୍ଜଦେଓ, ଗ ରାଜେନ୍ଦ୍ର ନାରାୟଣ ସିଂଦେଓ, ଘ ମହାରାଜା କୃଷ୍ଣ ଦେବ। ଏହାର ସଠିକ ଉତ୍ତର ହେଉଛି ଖ ରାମଚନ୍ଦ୍ର ଭଞ୍ଜଦେଓ। ରାମଚନ୍ଦ୍ର ଭଞ୍ଜଦେଓ ଉତ୍କଳ ସମ୍ମିଳନୀର ପ୍ରଥମ ସଭାପତି ଥିଲେ। ଆଜିର ପରବର୍ତ୍ତୀ ପ୍ରଶ୍ନ ହେଉଛି ଗଣତନ୍ତ୍ର ପରିଷଦ ଏବଂ ସ୍ୱତନ୍ତ୍ର ପାର୍ଟିର ସଭାପତି କିଏ ଥିଲେ? କ ରାମଚନ୍ଦ୍ର ଭଞ୍ଜଦେଓ, ଖ ଡକ୍ଟର ରାଧାନାଥ ରଥ, ଗ ରାଜେନ୍ଦ୍ର ନାରାୟଣ ସିଂଦେଓ, ଘ ହରେକୃଷ୍ଣ ମହତାବ। ଏହାର ସଠିକ ଉତ୍ତର ହେଉଛି ଗ ରାଜେନ୍ଦ୍ର ନାରାୟଣ ସିଂଦେଓ। ରାଜେନ୍ଦ୍ର ନାରାୟଣ ସିଂଦେଓ ଗଣତନ୍ତ୍ର ପରିଷଦ ଏବଂ ସ୍ୱତନ୍ତ୍ର ପାର୍ଟିର ସଭାପତି ଥିଲେ। ଆଜିର ପରବର୍ତ୍ତୀ ପ୍ରଶ୍ନ ହେଉଛି ମହାରାଷ୍ଟ୍ରର ରାଜ୍ୟପାଳ କିଏ ଥିଲେ? କ ଡକ୍ଟର ହରେକୃଷ୍ଣ ମହତାବ, ଖ ଡକ୍ଟର ରାଧାନାଥ ରଥ, ଗ ବିଶ୍ୱନାଥ ଦାସ, ଘ ନୀଳକଣ୍ଠ ଦାସ। ଏହାର ସଠିକ ଉତ୍ତର ହେଉଛି କ ଡକ୍ଟର ହରେକୃଷ୍ଣ ମହତାବ। ଡକ୍ଟର ହରେକୃଷ୍ଣ ମହତାବ ମହାରାଷ୍ଟ୍ରର ରାଜ୍ୟପାଳ ଥିଲେ।